ओम शांति। विश्व नियंता, विश्व कल्याणकारी, विश्व परिवर्तक, उद्धारकर्ता, पतित पावन, निराकार परमात्मा भगवान शिव भोला बाबांकर दिव्य अवतरण दिवस रे सारा विश्ववासी को अंतरर सहित शुभ अभिनंदन, सुस्वागतम, सुप्रभात। सारा दुनिया आज महाशिवरात्रि पर्व को महा आडंबर सहकारे निष्ठापर सहकारे पालन करुछंती। सारा दिन निर्जला उपवास करी रात्रि उजागर रही महादीप उठिबार प्रतीक्षा करी व्रत पूरा करिथांती। एठारे उल्लेखयोग्य जे समस्तंकर जन्मदिन पालन करा जाउथिबा स्थले शिवंकर रात्रि रूपरे पालन करा जाउछि। एहार रहस्य हेउछि जे जेतेबेले सारा विश्व अज्ञान अंधकार भितरे बाटबणा होई सकल आसुरी प्रवृत्तिर कबलित होई दुख, शोक, रोग, अशांति भोग करिथाए, चतुर्दिगरे हताशार छाया हाहाकार पड़िथाए, केवल सेई भली समय रे परमात्मा भगवानंकर दिव्य अवतरण होइथाए, जाहार स्थूल रूपरे एही शिवरात्रिर पर्व प्रथानुजाई पालित होई आसुछि। कहिबा बाहुल्य एहा केही मध्य अस्वीकार करिवे नाही जे वर्तमान सही समय निश्चय भावरे उपनीत। आध्यात्मिक दृष्टिकोण हेउ, सामाजिक विधि व्यवस्था दृष्टि हेउ बा वैज्ञानिक दृष्टिकोण हेउ, समस्तंकु एहा अनुभूत निश्चय हेउछि। तेबे आसंतु जानिबा प्रकृतरे एहाकु अर्थात एही पर्वकु किपरि भावरे पालन करिबा दरकार। प्रथमतः उपवास करिबा। उप कहिले निकट, वास कहिले रहिबा वा निमग्न हेबा, अर्थात मन को निरंतर भगवानंक पाखरे लगाई रखिबा। एपरि भावरे लगाई रखिबा जेपरि अन्य केउ आड़े मन विचलित न हुए। एहाकु ही वास्तविक उपवास कुहा जाए। कथारे कुहा जाए ना, अन्न बिहुने हंस हानि, जोग साधिबी काहा घेनी। अर्थात देखा शिखारे भोक उपासरे रही व्रत आदि पालिबा एहा अनुचित। कारण भोकरे मानसिक स्थिति मध्य विचलित होइथाए, तेणु मन को भगवानक पाखरे किपरि बा निमग्न करि परिबा एहा विचार्यर विषय वस्तु। एहा समस्ते मध्य अनुभव करिथिबे जे पूजा पार्वण दिन रे ही घरे बेसी खिटपिट बा अशांति लागी रहिबार कारण जेउ माने उषा बा व्रत रखि थांती उपवास रे रही सेमाने प्रत्येक कथारे जदि कोनोसी कार्य एपट सेपट टिके हुए तेबे स्वभाव रे सेमाने चिड़चिड़ा होई जाई थांती। हाँ, एही दिन रे विशेष भावरे खाद्य प्रति आकर्षण न रहू एवं मन परमात्मांक पाखरे निमग्न रहू, एहा हेउछि प्रकृत उपवास। द्वितीय रे अखंड दीप जलाई रखिबा। वास्तव रे आत्मा रूपक दीप सदा जाग्रत रहू, एही विकार रूपी मायार तूफान ज्योति को लिभाई न देऊ, सेथिपाई
ଆତ୍ମା ରୂପକ ଦୀପକୁ ଜାଗ୍ରତ ରଖିବା ପାଇଁ ଶିବ ପରମାତ୍ମାଙ୍କ ଦ୍ୱାରା ପ୍ରଦତ୍ତ ଜ୍ଞାନ ରୂପକ ଘୃତକୁ ପକେଇ ଚାଲିବା ଦରକାର, ଯାହାକୁ ଆଜି ଭକ୍ତମାନେ ଶିବ ଶିବ କହି ଜପ ବୋଲି କରିଚାଲିଛନ୍ତି। ତେବେ ଏହା ହେବ ଅଖଣ୍ଡ ଏବଂ ଅଚଳ ସ୍ଥିତିରେ ରହିପାରିବାର ବ୍ରତ। ମହାଦୀପ ଉଠିବା ପରେ ଅର୍ଥାତ୍ ମହାଦୀପର ଦର୍ଶନ କରି ବ୍ରତ ପୂରା କରାଯାଇଥାଏ ନା। ଯେତେବେଳେ ଆତ୍ମା ରୂପକ ଦୀପକ ଜାଗ୍ରତ ରହି କେବଳ ବୁଦ୍ଧିରେ ପରମାତ୍ମାଙ୍କର ସ୍ମୃତି ରହିବ, ପରମାତ୍ମାଙ୍କର ସର୍ବପ୍ରାପ୍ତିର ବରଦାନ ଆପଣା ଛାଏଁ ମିଳିଯିବ। ଏହା ହିଁ ହେବ ବାସ୍ତବିକ ମହାଦୀପ ଦର୍ଶନ ବା ମହାଦୀପ ଉଠିବା। ଶିବ ଭୋଳା ବାବା କହୁଛନ୍ତି, ତୁମକୁ ନିଜର ଭାଗ୍ୟ ହୀରାତୁଲ୍ୟ କରିବାର ଅଛି। ଆତ୍ମିକ ପୁରୁଷାର୍ଥ କରି ବାବାଙ୍କଠାରୁ ସ୍ୱର୍ଗର ସମ୍ପୂର୍ଣ୍ଣ ସମ୍ପତ୍ତି ନେବାର ଅଛି। ଅପାର ଖୁସିରେ ରହିବା ପାଇଁ ଏହି ସୃଷ୍ଟି ନାଟକର ଜ୍ଞାନକୁ ବୁଦ୍ଧିରେ ଯୁକ୍ତିଯୁକ୍ତ ଭାବରେ ଧାରଣ କରିବା ଦରକାର। କାରଣ ଏହି ନାଟକରେ ପ୍ରତ୍ୟେକ ଅଭିନେତାକୁ ଅବିନାଶୀ ଅଭିନୟ ମିଳିଛି, ଯାହାକୁ ନିଶ୍ଚିନ୍ତ ଭାବରେ ପ୍ରଦର୍ଶନ କରିବାକୁ ହିଁ ପଡ଼ିବ। କାହାରି ବି ଅଭିନୟରେ ବିରତି ହେବ ନାହିଁ କି ସମାପ୍ତ ମଧ୍ୟ ହେବ ନାହିଁ। ଏହା ପୂର୍ବ ପ୍ରସ୍ତୁତ ନାଟକ ଅଟେ, କିଛି ବି ନୂଆ ନୁହେଁ। ଏଥିରେ ଅଦଳ ବଦଳ ମଧ୍ୟ ହୋଇପାରିବ ନାହିଁ। ଯେତେବେଳେ କଳ୍ପ ଶେଷ ହେବ, ଅର୍ଥାତ୍ ସତ୍ୟ, ତ୍ରେତୟା, ଦ୍ୱାପର ଆଉ କଳି ଏହି 4 ଯୁଗର ଅବଧି ଶେଷ ହେବ, ତେବେ ତାହା ପୁଣି ପ୍ରତି ସେକେଣ୍ଡରେ ଆକୁରେଟ୍ ଅର୍ଥାତ୍ ଠିକ୍ ଭାବରେ ସେହି ଅଭିନୟ ପୁନରାବୃତ୍ତି ହେବ। ଏହା ବହୁତ ଗୁହ୍ୟ ରହସ୍ୟ ଅଟେ। ଏହି ରହସ୍ୟକୁ ଯୁକ୍ତିଯୁକ୍ତ ଭାବରେ ବୁଝି ବୁଦ୍ଧିରେ ଧାରଣ କଲେ ସର୍ବଦା ଖୁସି ରହିପାରିବ, ନଚେତ୍ ଦ୍ୱନ୍ଦ୍ୱରେ ପଡ଼ିବା ହିଁ ସାର ହେବ। ତେଣୁ ଶିବ ବାବାଙ୍କ ଉପରେ ସମ୍ପୂର୍ଣ୍ଣ ନିଶ୍ଚୟ ରଖି ପୁରା ସମ୍ପତ୍ତି ଅର୍ଥାତ୍ ଭବିଷ୍ୟ ସତ୍ୟଯୁଗୀ ଦୈବୀ ରାଜତ୍ୱ ନେବାର ପୁରୁଷାର୍ଥ କରିବା ଦରକାର। ପୁରୁଣା ଦୁନିଆକୁ ଦେଖି ତା ପ୍ରତି ପ୍ରଲୋଭିତ ହେବାର ନାହିଁ। କାରଣ ଯାହା କିଛି ବର୍ତ୍ତମାନ ଆମେ ଆଖିରେ ଦେଖୁଛେ, ଦେହ, ସମ୍ବନ୍ଧ ସମ୍ପର୍କ, ଧନ ଦୌଲତ ଆଦି ବସ୍ତୁ ବୈଭବ ସବୁକିଛି କ୍ଷଣିକ ସୁଖ ଦେଇ ପରମୁହୂର୍ତ୍ତରେ ଅନେକ ଦୁଃଖର କାରଣ ହୋଇଥାଏ। ନିଜର ସବୁକିଛି ଭବିଷ୍ୟ ନୂଆ ଦୁନିଆ ପାଇଁ ଟ୍ରାନ୍ସଫର କରିଦେବାର ଅଛି ଆତ୍ମିକ ସେବା ଦ୍ୱାରା। ତେବେ ସବୁକିଛି ଆପେ ଆପେ ଭଗବାନଙ୍କ ପାଖରେ ଇନସିଓର ବା ବୀମାଭୁକ୍ତ ହୋଇଯିବ। ଦାନ କରିବା ଦ୍ୱାରା ଜ୍ଞାନ ଧନ ବଢ଼ିଥାଏ ଏବଂ ଜ୍ଞାନ ଦ୍ୱାରା ହିଁ ସଦା ସମ୍ପତ୍ତିବାନ ଭବର ବରଦାନ ମଧ୍ୟ ପ୍ରାପ୍ତ ହୋଇଥାଏ ନିଜକୁ ଏବଂ ଅନ୍ୟମାନଙ୍କୁ ମଧ୍ୟ। ତେଣୁ ଜ୍ଞାନ ଧନ ଦାନର ଶ୍ରେଷ୍ଠ ବା ମହତ୍ କାର୍ଯ୍ୟ କରିଚାଲିବା ଦରକାର ନିରନ୍ତର। ନିମିତ୍ତ ପଣିଆର ସ୍ମୃତି ଦ୍ୱାରା ପ୍ରତ୍ୟେକ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ସଦା ପ୍ରସ୍ତୁତ ଅର୍ଥାତ୍ ଏଭର ରେଡି ଏବଂ ନଷ୍ଟ ମହା ହେବା ଦରକାର। ପୁନଶ୍ଚ ଶିବ ଜୟନ୍ତୀ ସୋ ଗୀତା ଜ୍ଞାନ ଜୟନ୍ତୀ ସୋ ବ୍ରହ୍ମାବଶ୍ଚ ବ୍ରାହ୍ମଣମାନଙ୍କର ଜୟନ୍ତୀର ଶୁଭକାମନା କରି ଆଜି ଏଇଠାରେ ବିରାମ ନେବା। ପୁଣି ଆସନ୍ତାକାଲି ଆମେମାନେ ଏକତ୍ରିତ ହେବା ସେହି କଲ୍ୟାଣକାରୀ
ବିଶ୍ୱନିୟନ୍ତା ପରମାତ୍ମାଙ୍କର ଆଉ କିଛି ଅମୂଲ୍ୟ ମହାବାକ୍ୟକୁ ଶ୍ରବଣ, ମନନ, ଚିନ୍ତନ ଏବଂ ଧାରଣ କରି ନିଜର ଜୀବନକୁ ଅହୋ ସୌଭାଗ୍ୟଶାଳୀ କରିବା ତଥା ସାରା ବିଶ୍ୱର ଭାଗ୍ୟ ପରିବର୍ତ୍ତନ କରିବାର ସେବା କରିଚାଲିବା। ଓମ୍ ଶାନ୍ତି। ଓମ୍ ଶାନ୍ତି। ଓମ୍ ଶାନ୍ତି।